ମୃତ୍ୟୁ ଏପରି ଏକ ସତ୍ୟ ଯାହାକୁ କେହି ଏଡ଼ାଇ ପାରିବେ ନାହିଁ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି ଯେତେବେଳେ ଦୁଇଟି ଆତ୍ମା ଏହି ସଂସାରରେ ସ୍ୱାମୀ ଏବଂ ସ୍ତ୍ରୀ ରୂପରେ ପବିତ୍ର ବନ୍ଧନରେ ବାନ୍ଧି ହୁଅନ୍ତି, 7 ଜନ୍ମର ସାଥୀ ହେବାର ଶପଥ ନିଅନ୍ତି, ସେତେବେଳେ ମୃତ୍ୟୁ ସେମାନଙ୍କୁ ଅଲଗା କଲା ପରେ କଣ ହୁଏ? ଯେତେବେଳେ ଜଣଙ୍କର ଚିତା ଜଳେ ସେତେବେଳେ ଅନ୍ୟ ଜଣଙ୍କର ହୃଦୟ ବି କାନ୍ଦି ଉଠେ। ସେହି ସମୟରେ ପ୍ରତ୍ୟେକ ପ୍ରେମୀ କିମ୍ବା ଜୀବନ ସାଥୀଙ୍କ ମନରେ ଏକ ବଡ଼ ପ୍ରଶ୍ନ ଆସେ, କଣ ମୃତ୍ୟୁ ପରେ ପୁଣି କେବେ ସ୍ୱାମୀ ସ୍ତ୍ରୀଙ୍କର ମିଳନ ହୁଏ? କଣ ସେହି ଆତ୍ମା ପୁଣି ପରସ୍ପରକୁ ଚିହ୍ନି ପାରନ୍ତି, ନା ଜନ୍ମଜନ୍ମାନ୍ତରର ଏହି ସମ୍ପର୍କ କେବଳ ଶ୍ୱାସନରେ ହିଁ ପାଉଁଶ ହୋଇଯାଏ? ଆଜିର ଏହି ଭିଡିଓରେ ଆମେ କୌଣସି କାଳ୍ପନିକ ଗପ କହିବା ପାଇଁ ଯାଉନାହୁଁ। ଆମେ ଜାଣିବା ମହାପୁରାଣ, ଗରୁଡ଼ ପୁରାଣ ଏବଂ ସନାତନ ଧର୍ମର ଶାସ୍ତ୍ର ଏହି ବିଷୟରେ କେଉଁ ଆଶ୍ଚର୍ଯ୍ୟଜନକ ସତ୍ୟ ପ୍ରକାଶ କରିଛି। ଯଦି ଆପଣ ମଧ୍ୟ ନିଜ ସାଥୀଙ୍କୁ ପ୍ରେମ କରନ୍ତି ତେବେ ଏହି ଭିଡିଓଟି ନିଶ୍ଚୟ ଦେଖନ୍ତୁ। ଏହା ଆପଣଙ୍କର ଆତ୍ମାକୁ ଛୁଇଁଯିବ। ଦ୍ୱିତୀୟଟି ହେଉଛି, ହିନ୍ଦୁ ଧର୍ମରେ ବିବାହ କେବଳ ଦୁଇଟି ଶରୀରର ମିଳନ ନୁହେଁ, ଏହା ହେଉଛି ଦୁଇଟି ଆତ୍ମାର ପବିତ୍ର ବନ୍ଧନ। ଶାସ୍ତ୍ର ଅନୁସାରେ ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କ କେବଳ ଗୋଟିଏ ଜନ୍ମର ନୁହେଁ, ବରଂ 7 ଜନ୍ମର ବୋଲି କୁହାଯାଏ। କିନ୍ତୁ ଗରୁଡ଼ ପୁରାଣ କହେ, ମୃତ୍ୟୁ ପରେ ଯେତେବେଳେ ଆତ୍ମା ଶରୀର ତ୍ୟାଗ କରେ ସେତେବେଳେ ତାର ସମସ୍ତ ଶାରୀରିକ ସାଂସାରିକ ସମ୍ପର୍କ, ମୋହ ଏବଂ ମାୟା ଧୀରେ ଧୀରେ ଶେଷ ହେବାକୁ ଲାଗେ। ତେବେ ପ୍ରଶ୍ନ ଉଠିଛି ଯେ ଯଦି ସମ୍ପର୍କ ସରିଯାଏ ତେବେ 7 ଜନ୍ମର ସାଥୀ କଥାଟି କେତେ ଦୂର ସତ୍ୟ? ଗରୁଡ଼ ପୁରାଣରେ ଭଗବାନ ବିଷ୍ଣୁ ନିଜ ବାହନ ଗରୁଡ଼ଙ୍କୁ ମୃତ୍ୟୁ ପରର ସମସ୍ତ ରହସ୍ୟ ବୁଝାଇଛନ୍ତି। ଯେତେବେଳେ ମନୁଷ୍ୟର ମୃତ୍ୟୁ ହୁଏ, ଆତ୍ମା ଶରୀରରୁ ବାହାରି ଯମଲୋକ ଆଡ଼କୁ ଗତି କରେ। ଏହି 47 ଦିନର ଯାତ୍ରାରେ ଆତ୍ମା ସମ୍ପୂର୍ଣ୍ଣ ଏକା ଥାଏ। ସେଠାରେ କୌଣସି ସ୍ୱାମୀ, ସ୍ତ୍ରୀ, ପୁତ୍ର କିମ୍ବା ପରିବାର ସାଥୀ ହୁଅନ୍ତି ନାହିଁ। ତେବେ ମିଳନ କେବେ ଏବଂ କେମିତି ହୁଏ? ଏହାର ଉତ୍ତର ନିର୍ଭର କରେ 3ଟି ମୁଖ୍ୟ ପରିସ୍ଥିତି ଉପରେ। କର୍ମର ସମାନତା। ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ପରେ ସ୍ୱାମୀ ସ୍ତ୍ରୀଙ୍କ ପୁନଃ ମିଳନ ହେବ କି ନାହିଁ ତାହା ସେମାନଙ୍କ କର୍ମ ସ୍ଥିର କରେ। ଯଦି ସ୍ୱାମୀ ଏବଂ ସ୍ତ୍ରୀ ଦୁହେଁ ଜୀବନ ସାରା ପୁଣ୍ୟ କର୍ମ କରିଛନ୍ତି ଏବଂ ଦୁହିଁଙ୍କର କର୍ମ ପ୍ରାୟ ସମାନ, ତେବେ ମୃତ୍ୟୁ ପରେ ଦୁହେଁ ସ୍ୱର୍ଗଲୋକରେ ପୁଣି ପରସ୍ପରକୁ ଭେଟନ୍ତି। ସେଠାରେ ସେମାନେ ଦେବତା ସଦୃଶ୍ୟ ସୁଖ ଭୋଗ କରନ୍ତି। କିନ୍ତୁ ଯଦି ସ୍ୱାମୀ ବହୁତ ପାପ କରିଛି ଏବଂ ସ୍ତ୍ରୀ ପୁଣ୍ୟବତୀ, ତେବେ ସ୍ୱାମୀ ନର୍କକୁ ଯାଏ ଏବଂ ସ୍ତ୍ରୀ ସ୍ୱର୍ଗକୁ। ଏଭଳି ସ୍ଥିତିରେ ସେମାନଙ୍କର ମିଳନ ସମ୍ଭବ ହୁଏ ନାହିଁ। ଗୀତା ଏବଂ ଗରୁଡ଼ ପୁରାଣରେ ଲେଖା ଅଛି, ଜଂ ଜଂ ବାପି ସ୍ମରନ୍ ଭାବଂ ତ୍ୟଜତ୍ୟନ୍ତେ କଳେବରମ୍। ଅର୍ଥାତ୍ ମୃତ୍ୟୁ ସମୟରେ ମନୁଷ୍ୟ ଯାହା ଚିନ୍ତା କରି ପ୍ରାଣ ତ୍ୟାଗ କରେ ସେ ପରବର୍ତ୍ତୀ ଜନ୍ମରେ ସେହି ଗତି ହିଁ ପାଏ। ଯଦି ଜଣେ ସ୍ୱାମୀ କିମ୍ବା ସ୍ତ୍ରୀ ମୃତ୍ୟୁ ସମୟରେ କେବଳ ନିଜ ସାଥୀଙ୍କ କଥା ହିଁ ଭାବୁଥାନ୍ତି ଏବଂ ସେମାନଙ୍କ ମଧ୍ୟରେ ଅତି ଗଭୀର ମୋହ ଥାଏ, ତେବେ ସେହି ବାସନା ଯୋଗୁଁ ପରବର୍ତ୍ତୀ ଜନ୍ମରେ ସେମାନେ ପୁଣି ପୃଥିବୀ ପୃଷ୍ଠରେ ସ୍ୱାମୀ ସ୍ତ୍ରୀ ରୂପରେ ଜନ୍ମ ନେଇଥାନ୍ତି। ପିତୃଲୋକରେ ବି ମିଳନ ହୋଇଥାଏ। ଶାସ୍ତ୍ର ଅନୁସାରେ ଯେତେବେଳେ ପରିବାର ଲୋକମାନେ ମୃତ ବ୍ୟକ୍ତିଙ୍କ ପାଇଁ ଶ୍ରାଦ୍ଧ ଓ ପିଣ୍ଡଦାନ କରନ୍ତି ସେତେବେଳେ ଆତ୍ମା ପିତୃଲୋକକୁ ଯାଏ। ଯଦି ସ୍ୱାମୀ ଏବଂ ସ୍ତ୍ରୀ ଦୁହିଁଙ୍କର ମୃତ୍ୟୁ ହୋଇସାରିଛି ତେବେ ପିତୃଲୋକରେ ସେମାନଙ୍କର ଆତ୍ମାର ଦେଖା ସାକ୍ଷାତ ହୋଇଥାଏ। ଏବେ ଆସନ୍ତୁ ଜାଣିବା ସେହି ଆଶ୍ଚର୍ଯ୍ୟଜନକ ସତ୍ୟ ଯାହା ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି। ଯଦିଓ ଦୁଇଟି ଆତ୍ମା ପୁଣି ସ୍ୱାମୀ ସ୍ତ୍ରୀ ରୂପରେ ଜନ୍ମ ନିଅନ୍ତି, କିନ୍ତୁ ପୂର୍ବ ଜନ୍ମରେ ସ୍ମୃତି ସେମାନଙ୍କ ମନରୁ ମୁଛି ହୋଇଯାଇଛି,
ତେବେ ସେମାନେ ଜାଣିବେ କେମିତି ଯେ ସେମାନେ ପୂର୍ବଜନ୍ମର ସାଥୀ? ଗରୁଡ଼ ପୁରାଣ କହେ, ଯେତେବେଳେ ପୂର୍ବଜନ୍ମର ସ୍ୱାମୀ ସ୍ତ୍ରୀ ଏହି ଜନ୍ମରେ ପ୍ରଥମ ଥର ପାଇଁ ପରସ୍ପରକୁ ଦେଖନ୍ତି, ସେତେବେଳେ ସେମାନଙ୍କ ମଧ୍ୟରେ ଏକ ଅଜଣା ଆକର୍ଷଣ ସୃଷ୍ଟି ହୁଏ। ସେମାନଙ୍କୁ ଲାଗେ ଯେପରି ସେମାନେ ପରସ୍ପରକୁ ବହୁତ ପୂର୍ବରୁ ଜାଣିଛନ୍ତି, ଯାହାକୁ ଆଜିକାଲି ଦୁନିଆରେ ଲୋକେ ଲଭ୍ ଆଟ୍ ଫାର୍ଷ୍ଟ ସାଇଟ୍ କିମ୍ବା ସୋଲମେଟ୍ ବୋଲି କୁହନ୍ତି। ତାହା ପ୍ରକୃତରେ ପୂର୍ବ ଜନ୍ମର ସେହି ଅଧୁରା ସମ୍ପର୍କର ପ୍ରଭାବ ହିଁ ଦେଖାଇଥାଏ। ବନ୍ଧୁଗଣ, ଗରୁଡ଼ ପୁରାଣ ଆମକୁ ଏହା ହିଁ ଶିକ୍ଷା ଦିଏ ଯେ ସମ୍ପର୍କ କେବଳ ସେତିକି ବେଳେ ଅମର ହୁଏ ଯେତେବେଳେ ସେଥିରେ ସାତ୍ତ୍ୱିକତା ଏବଂ ସଚ୍ଚୋଟତା ଥାଏ। ଯଦି ଆପଣ ନିଜ ସାଥୀଙ୍କ ସହ 7 ଜନ୍ମର ସମ୍ପର୍କ ଚାହୁଁଛନ୍ତି, ତେବେ ଏହି ଜନ୍ମରେ ପରସ୍ପରକୁ ସମ୍ମାନ କରନ୍ତୁ, ସତ୍କର୍ମ କରନ୍ତୁ ଏବଂ ପ୍ରେମ ବାଣ୍ଟନ୍ତୁ। କାରଣ ଶରୀର ନଷ୍ଟ ହୋଇଯାଏ, କିନ୍ତୁ ଆତ୍ମାର ପବିତ୍ର ପ୍ରେମ କେବେ ସରେ ନାହିଁ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଯେତେବେଳେ ଆତ୍ମା ସେହି କଷ୍ଟକର ରାସ୍ତାରେ ଯାଏ, ସେ ନିଜର ସ୍ୱାମୀ କିମ୍ବା ସ୍ତ୍ରୀକୁ ବାରମ୍ବାର ମନେ ପକାଏ ଏବଂ କାନ୍ଦିଥାଏ। ଆତ୍ମା ପଛକୁ ଚାହିଁ ଚିତ୍କାର କରେ, ମୋତେ ରକ୍ଷା କର, ମୋତେ ବଞ୍ଚାଅ। କିନ୍ତୁ ସେହି ସମୟରେ କେହି ଶୁଣିବାକୁ ନଥାନ୍ତି। ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁର ପ୍ରଥମ 13 ଦିନ ପର୍ଯ୍ୟନ୍ତ ଆତ୍ମା ନିଜ ଘର ଚାରିପାଖରେ ହିଁ ବୁଲୁଥାଏ। ଯଦି ସ୍ୱାମୀର ମୃତ୍ୟୁ ହୋଇଥାଏ, ତେବେ ସେ ନିଜର ସ୍ତ୍ରୀ କାନ୍ଦଣା ଶୁଣି ବ୍ୟାକୁଳ ହୁଏ, କିନ୍ତୁ ବାୟୁ ରୂପରେ ଥିବାରୁ ସେ ନିଜ ସ୍ତ୍ରୀକୁ ଛୁଇଁପାରେ ନାହିଁ କି ଆଶ୍ୱାସନା ଦେଇପାରେ ନାହିଁ। ଏହି କଷ୍ଟ ସବୁଠାରୁ ଭୟଙ୍କର ହୋଇଥାଏ। ବୈତରଣୀ ନଦୀ ଏବଂ ପତ୍ନୀଙ୍କ ଭାଗ୍ୟ। ଯମଲୋକର ଯାତ୍ରା ସମୟରେ ଏକ ଭୟଙ୍କର ନଦୀ ଆସେ, ଯାହାର ନାମ ବୈତରଣୀ। ଏହି ନଦୀର ବିସ୍ତାର 100 ଯୋଜନ ଏବଂ ଏଥିରେ କୁଜ, ରକ୍ତ ଏବଂ ମାଂସ ଭରି ରହିଥାଏ। ଗରୁଡ଼ ପୁରାଣ କହେ, ଯେଉଁ ସ୍ୱାମୀ କିମ୍ବା ସ୍ତ୍ରୀ ନିଜ ଜୀବନ କାଳ ମଧ୍ୟରେ ଗୋଦାନ କରିଥାନ୍ତି, ସେମାନଙ୍କ ପାଇଁ ଏକ ସୁନ୍ଦର ନୌକା ଆସେ ଏବଂ ସେମାନେ ସହଜରେ ପାରି ହୋଇଯାଆନ୍ତି। ଏଠାରେ ଏକ ବଡ଼ ରହସ୍ୟ ଅଛି। ଯଦି ସ୍ୱାମୀ ନିଜ ଜୀବନରେ କୌଣସି ପୁଣ୍ୟ କରିନାହିଁ, କିନ୍ତୁ ତାର ସ୍ତ୍ରୀ ପତିବ୍ରତା ଏବଂ ମହାପୁଣ୍ୟବତୀ, ତେବେ ସ୍ତ୍ରୀର ପୁଣ୍ୟ ବଳରେ ସ୍ୱାମୀର ଆତ୍ମା ମଧ୍ୟ ସେହି ଭୟଙ୍କର ନଦୀରୁ ରକ୍ଷା ପାଇଯାଏ। ସନାତନ ଧର୍ମରେ ସ୍ତ୍ରୀକୁ ଅର୍ଦ୍ଧାଙ୍ଗିନୀ ଏମିତି ହିଁ କୁହାଯାଇ ନାହିଁ। ସ୍ତ୍ରୀର ସତ୍କର୍ମ ସ୍ୱାମୀର ଆତ୍ମାକୁ ନର୍କର ଦ୍ୱାରରୁ ଫେରାଇ ଆଣିବାର ଶକ୍ତି ରଖେ। କାହିଁକି କିଛି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ହୁଏ? ଏହା କ'ଣ ପୂର୍ବଜନ୍ମର ରହସ୍ୟ ଅଛି? ଆପଣ ଅନେକ ସମୟରେ ଦେଖୁଥିବେ, କିଛି ସ୍ୱାମୀ ସ୍ତ୍ରୀ ପରସ୍ପରକୁ ବହୁତ ଭଲ ପାଆନ୍ତି, କିନ୍ତୁ ସେମାନଙ୍କ ମଧ୍ୟରେ ସବୁବେଳେ ଛୋଟ ଛୋଟ କଥାରେ କଳି ଝଗଡ଼ା ହୁଏ। କେବେ ଚିନ୍ତା କରିଛନ୍ତି ଏମିତି କାହିଁକି ହୁଏ? ଗରୁଡ଼ ପୁରାଣ ଏହାର ମଧ୍ୟ ଉତ୍ତର ଦେଇଛି। ଯଦି ପୂର୍ବଜନ୍ମରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଋଣ ବନ୍ଧନ ବାକି ରହିଯାଇଥାଏ କିମ୍ବା ଜଣେ ଅନ୍ୟ ଜଣକୁ ଧୋକା ଦେଇଥାଏ, ତେବେ ସେହି ହିସାବ ବରାବର କରିବା ପାଇଁ ସେମାନେ ପରବର୍ତ୍ତୀ ଜନ୍ମରେ ପୁଣି ସ୍ୱାମୀ ସ୍ତ୍ରୀ ହୋଇ ଜନ୍ମ ନିଅନ୍ତି। ଯଦି ପୂର୍ବଜନ୍ମରେ ପ୍ରେମ ଅଧୁରା ଥିଲା, ତେବେ ଏହି ଜନ୍ମରେ ଅତୁଟ ପ୍ରେମ ମିଳେ। ଯଦି ପୂର୍ବଜନ୍ମରେ କେହି କାହାକୁ କଷ୍ଟ ଦେଇଥିଲା, ତେବେ ଏହି ଜନ୍ମରେ ସେମାନେ ସ୍ୱାମୀ ସ୍ତ୍ରୀ ହେବା ପରେ ବି ଶତ୍ରୁ ଭଳି ବ୍ୟବହାର କରନ୍ତି। ଏହାକୁ ଶାସ୍ତ୍ରରେ ଋଣାନୁବନ୍ଧନ ବୋଲି କୁହାଯାଏ। ଏବେ ଆସନ୍ତୁ ଜାଣିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ଯଦି ଆପଣ ନିଜ ସ୍ୱାମୀ କିମ୍ବା ସ୍ତ୍ରୀକୁ ଏତେ ଭଲ ପାଆନ୍ତି ଯେ ଆସନ୍ତା ଜନ୍ମରେ ମଧ୍ୟ ତାଙ୍କୁ ହିଁ ନିଜର ଜୀବନସାଥୀ ରୂପରେ ଚାହାନ୍ତି, ତେବେ ଗରୁଡ଼ ପୁରାଣ ଏବଂ ଶିବ ପୁରାଣ ଅନୁସାରେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ? ଦୁହିଁଙ୍କ ମଧ୍ୟରେ କୌଣସି ତୃତୀୟ ବ୍ୟକ୍ତିଙ୍କ ପାଇଁ ସ୍ଥାନ ରହିବା ଉଚିତ ନୁହଁ। ମନ, ବଚନ ଏବଂ କର୍ମରେ ପରସ୍ପର ପ୍ରତି ସଚ୍ଚୋଟ ରହିବା ଆବଶ୍ୟକ। ସ୍ୱାମୀ ସ୍ତ୍ରୀ ମିଶି ଧାର୍ମିକ କାର୍ଯ୍ୟ, ଦାନ ଏବଂ ସେବା କରିବା ଉଚିତ। ଯେତେବେଳେ ଦୁହିଁଙ୍କର ପୁଣ୍ୟର ଭାଗ ସମାନ ହୋଇଯାଏ, ସେତେବେଳେ ପ୍ରକୃତି ସେମାନଙ୍କୁ ଆସନ୍ତା ଜନ୍ମରେ ଅଲଗା କରିପାରେ ନାହିଁ। ପରସ୍ପରର ଭୁଲକୁ କ୍ଷମା କରି ସନ୍ତୋଷ ଜୀବନଯାପନ କଲେ ଆତ୍ମିକ ସମ୍ପର୍କ ଗଭୀର ହୁଏ, ଯାହା ମୃତ୍ୟୁ ପରେ ବି ଶେଷ ହୁଏ ନାହିଁ। ଗରୁଡ଼ ପୁରାଣର ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ପ୍ରାଣୀର ମୃତ୍ୟୁ ହୁଏ, ସେହି ସମୟରେ ତାର ଆତ୍ମା ଅଙ୍ଗୁଷ୍ଠ ମାତ୍ର ଶରୀର ଧାରଣ କରେ। ଯମଦୂତମାନେ ତାକୁ
ଫାଶରେ ବାନ୍ଧି ମହାପଥ ଦେଇ ନେଇଯାଆନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଯେତେବେଳେ ଆତ୍ମା ସେହି କଷ୍ଟକର ରାସ୍ତାରେ ଯାଏ, ସେ ନିଜର ସ୍ୱାମୀ କିମ୍ବା ସ୍ତ୍ରୀକୁ ବାରମ୍ବାର ମନେ ପକାଇ କାନ୍ଦିଥାଏ ଏବଂ ସେ ବାରମ୍ବାର ସେହି ଚିତ୍କାର କରୁଥାଏ ଯେ ମୋତେ ଏହିଠାରୁ ରକ୍ଷା କରିଦିଅ। ଆପଣ ଅନେକ ସମୟରେ ଦେଖିଥିବେ, କିଛି ସ୍ୱାମୀ ସ୍ତ୍ରୀ ଏହି ଜନ୍ମରେ ବିବାହ ସମୟରୁ ହିଁ ବହୁତ କଳିଝଗଡ଼ା କରିଥାନ୍ତି ଏବଂ ଦୁହିଁଙ୍କ ଭିତରେ ବିଲକୁଲ ବି ସ୍ନେହ ସମ୍ପର୍କ ନଥାଏ। ଏହାର କାରଣ, ପୂର୍ବ ଜନ୍ମରେ ସ୍ତ୍ରୀଟି ସ୍ୱାମୀକୁ ଭାରି ଭଲ ପାଉଥିଲା, କିନ୍ତୁ ସ୍ୱାମୀ ନିଜର ଭୁଲ ବୁଝାମଣା ଏବଂ ଅହଙ୍କାର ପାଇଁ ସ୍ତ୍ରୀକୁ ବହୁତ ନିର୍ଯାତନା ଦେଇଥିଲା। ତା ପରବର୍ତ୍ତୀ ଜନ୍ମରେ କୌଣସି ନା କୌଣସି ରୂପରେ ସେହି ସ୍ତ୍ରୀ ସ୍ୱାମୀର ଋଣ ଶୁଝିବା ପାଇଁ ଏହି ଧରାପୃଷ୍ଠରେ ଜନ୍ମ ନେଇଥାଏ। ହୁଏତ ତାର ନିଜର ସନ୍ତାନ ହଉ, ନିଜର ପୁଣି ଥରେ ସ୍ତ୍ରୀ କିମ୍ବା ସ୍ୱାମୀ ହଉ, କିମ୍ବା କୌଣସି ପରିବାର ହଉ। ଆପଣମାନେ ଦେଖିଥିବେ ଯେ ପରିବାରରେ କିଛି ବ୍ୟକ୍ତି ଥାନ୍ତି ବିନା କାରଣରେ ଆପଣଙ୍କୁ ବହୁତ କଷ୍ଟ ଦିଅନ୍ତି ଏବଂ ଆପଣଙ୍କର ଲୋକ ସମ୍ପର୍କରେ ଏମିତି କିଛି ଲୋକ ଥିବେ ବିନା କୌଣସି କାରଣରେ ଆପଣଙ୍କୁ କଷ୍ଟ ଦେଉଥିବେ। ଏହାର ଅର୍ଥ ଆପଣ ବି ପୂର୍ବ ଜନ୍ମରେ ତାଙ୍କୁ କଷ୍ଟ ଦେଇଛନ୍ତି। ସେହି ଋଣକୁ ଶୁଝିବା ପାଇଁ ଏହି ଜନ୍ମରେ ସେମାନେ ଆପଣଙ୍କ ସହିତ ଶତ୍ରୁତା କରୁଛନ୍ତି। ଆପଣ ସଠିକ ରାସ୍ତାରେ ଥିଲେ ମଧ୍ୟ ଆପଣଙ୍କୁ କଷ୍ଟ ଦେଉଛନ୍ତି। ଏହା ସବୁ ପୂର୍ବ ଜନ୍ମର କର୍ମର ଫଳ। ପୂର୍ବ ଜନ୍ମର ଋଣ ଶୁଝିବା ପାଇଁ ଏହି ଜନ୍ମରେ କିଛି ଶତ୍ରୁ ବିନା କାରଣରେ ବି ଉପୁଜିଥାନ୍ତି। ସେଥିପାଇଁ ନିୟତିର ଏହି ନିୟମକୁ ଯଦି ଆପଣ ସନ୍ତୋଷଜନକ ଭାବେ ସ୍ୱୀକାର କରିବେ, ଆପଣଙ୍କର ଜୀବନରେ କେବେ ବି ଦୁଃଖ ଆସିବ ନାହିଁ। ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାନ୍ତୁ। ଆଜି ପାଇଁ ରହୁଛି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓରେ।